ପିଲାମାନେ ଆଜିର ଏହି ତୃତୀୟ ଶ୍ରେଣୀର ସାହିତ୍ୟ କାଳାଂଶକୁ ତୁମମାନଙ୍କୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ସାହାଯ୍ୟର ସୁଫଳ ପାଠଟି ପଢ଼ିବା। ଦେଖ ପିଲାମାନେ, ଆମେ ପୂର୍ବ କାଳାଂଶରେ ସାହାଯ୍ୟର ସୁଫଳର ଅଧା ପଢ଼ିଥିଲେ। ଆଜି ତାକୁ ଆମେ ପୁରା କରିବା। ଆମେ ପଢ଼ିବା ପୂର୍ବରୁ ମୁଁ ତୁମକୁ କେତେ ଗୁଡ଼ିଏ ପ୍ରଶ୍ନ ପଚାରୁଛି, ତୁମମାନେ ପ୍ରଥମେ ସେହି ପ୍ରଶ୍ନର ଉତ୍ତର ଦିଅ। ପିଲାମାନେ କହିଲ, କେଉଁ ରାଜ୍ୟରେ ମରୁଡ଼ି ପଡ଼ିଥିଲା? ଆମେ ପୂର୍ବରୁ ପଢ଼ିଥିଲେ ପୂର୍ବ କାଳାଂଶରେ। ତାହେଲେ କୁହ, କେଉଁ ରାଜ୍ୟରେ ମରୁଡ଼ି ପଡ଼ିଥିଲା କହିଲ? ହଁ, ଠିକ୍ କହିଲ, ବଙ୍ଗଳା ରାଜ୍ୟରେ ମରୁଡ଼ି ପଡ଼ିଥିଲା। ମରୁଡ଼ି ବେଳେ ଲୋକେ କିପରି ଥାନ୍ତି ପିଲାମାନେ? ମରୁଡ଼ି ବେଳେ ଲୋକେ କିପରି ଥାନ୍ତି? ମରୁଡ଼ି ବେଳେ ଲୋକେ ଖାଇବାକୁ ପାଆନ୍ତି ନାହିଁ। ସେମାନେ ଭୋକରେ ଆଉଟୁ ପାଉଟୁ ହୁଅନ୍ତି। ସେମାନେ ଏଣେ ତେଣେ ବୁଲି କ'ଣ କରନ୍ତି? ଖାଇବାକୁ ନ ପାଇଲେ ଲୋକେ କ'ଣ କରିବେ? ଖାଇବାକୁ ନ ପାଇଲେ ଲୋକେ କ'ଣ କରିବେ? ଭିକ ମାଗନ୍ତି। ସେମାନେ ଖାଇବାକୁ ନ ପାଇ ଏଣେ ତେଣେ ବୁଲି ଭିକ ମାଗନ୍ତି। ବୁଝିପାରିଲ ପିଲାମାନେ? ପିଲାମାନେ କହିଲ, ଈଶ୍ୱରଚନ୍ଦ୍ର କେଉଁ ଆଡ଼େ ଯାଉଥିଲେ? ଈଶ୍ୱରଚନ୍ଦ୍ର କେଉଁ ଆଡ଼େ ଯାଉଥିଲେ? ଈଶ୍ୱରଚନ୍ଦ୍ର ବର୍ଦ୍ଧମାନ ସହରର ଏକ ବଜାର ଆଡ଼କୁ ଯାଉଥିଲେ ନାଇଁ? ରାସ୍ତାରେ ସେ କାହାକୁ ଦେଖିଲେ? ସେ ଯେତେବେଳେ ବର୍ଦ୍ଧମାନ ସହରର ଏକ ବଜାର ଆଡ଼କୁ ଯାଉଥିଲେ, ସେ ବାଟରେ କ'ଣ ଦେଖିଲେ? ବାଟରେ କାହାକୁ ଦେଖିଲେ? ବାଟରେ ସେ ଚିରାକନା ପିନ୍ଧିଥିବା ଗୋଟିଏ ରୋଗିଣା ବାଳକକୁ ଦେଖିଲେ କି ନାହିଁ? ପିଲାଟିର ଅବସ୍ଥା କିପରି ଥିଲା? ପିଲାଟିର ଅବସ୍ଥା ଚିରାକନା ପିନ୍ଧିଥିଲା, ରୋଗିଣା ପରି ଦେଖାଯାଉଥିଲା କି ନାହିଁ? ତାହେଲେ ଯେତେବେଳେ ସେ ପିଲାଟିକୁ ଦେଖିଲେ, ସେ କ'ଣ କହିଲା? ପିଲାଟିକୁ ଯେତେବେଳେ ଦେଖିଲେ, ତା ସାମ୍ନାରେ ଦେଖିଲେ କି ନାହିଁ? ସେ ପିଲାଟି କ'ଣ କହିଲା ତାଙ୍କୁ? ଈଶ୍ୱରଚନ୍ଦ୍ର ବିଦ୍ୟାସାଗରକୁ ପିଲାଟି କ'ଣ କହିଲା? ତାଙ୍କ ପାଖକୁ ଆସି କହିଲା, ହାତ ଯୋଡ଼ି କହିଲା, ବାବୁ ମୋତେ ପଇସାଟିଏ ଦିଅନ୍ତୁ, ବଡ଼ ଧର୍ମ ହେବ ଆପଣଙ୍କର ବୋଲି କହିଲା। ମୁଁ ଆଉ ମା ଦୁହେଁ ଭୋକରେ ଅଛୁ ବୋଲି କିଏ କହିଲା? ପିଲାଟି ବିଦ୍ୟାସାଗରଙ୍କୁ କହିଲା। ତାହେଲେ ପିଲାମାନେ କହିଲ, ବିଦ୍ୟାସାଗର ପିଲାଟିକୁ କେତେ ପଇସା ଦେଲେ? କେତେ ଟଙ୍କା ଦେଲେ? ବିଦ୍ୟାସାଗର ପିଲାଟିକୁ 1 ଟଙ୍କା ଦେଲେ। ଏତିକି ପର୍ଯ୍ୟନ୍ତ ଆମେ ଗତ କାଳାଂଶରେ ପଢ଼ିଥିଲେ। ଆଜି ଆମେ ତା ଆଗକୁ ପଢ଼ିବା। ଦେଖ ପିଲାମାନେ, ଦେଖ ସେଠି ଲେଖା ହେଇଛି, ତୁମେ ବହି ଦେଖୁଥିବ। କେତେ ବର୍ଷ ବିତିଗଲା, ବିଦ୍ୟାସାଗର ଏହି ଘଟଣାକୁ ଭୁଲିଗଲେ। ପୁଣି ଥରେ ବର୍ଦ୍ଧମାନ ଯିବା ପାଇଁ ସୁଯୋଗ ମିଳିଲା। କ'ଣ ହେଲା? କେତେ ବର୍ଷ ବିତିଗଲା, ସେ ରୋଗିଣା ବାଳକ ସହିତ ଦେଖା ହୋଇଥିଲେ। ତାପରେ ସେ କ'ଣ, କେତେ ବର୍ଷ ପରେ ସେ ଘଟଣାକୁ ସେ ଭୁଲିଗଲେ ବିଦ୍ୟାସାଗର। କେତେ ବର୍ଷ ପରେ କ'ଣ, ପୁଣି ଥରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର କ'ଣ ବର୍ଦ୍ଧମାନ ଯିବା ପାଇଁ ତାଙ୍କୁ ସୁଯୋଗ ମିଳିଲା। ବଜାରରେ 2-3 ଜଣ ବନ୍ଧୁଙ୍କ ସାଥିରେ ଯାଉଥାନ୍ତି। କ'ଣ? ବଜାରରେ 2-3 ଜଣ ତାଙ୍କ ବନ୍ଧୁ କହିଲେ କ'ଣ? ସାଙ୍ଗଙ୍କ ସାଥିରେ ସେ ଯାଉଛନ୍ତି। କିଏ ଯାଉଛନ୍ତି? ଈଶ୍ୱରଚନ୍ଦ୍ର ବିଦ୍ୟାସାଗର। ସେତିକିବେଳେ ଜଣେ ଯୁବକ ତାଙ୍କୁ ଆସି ପ୍ରଣାମ ଜଣାଇଲା। କ'ଣ ହେଲା? ଯେତେବେଳେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଯାଉଥିଲେ, ସେତେବେଳେ କ'ଣ ହେଲା? ଜଣେ ଯୁବକ ଆସି ତାଙ୍କୁ ପ୍ରଣାମ ଜଣାଇଲା। ତାପରେ ତାଙ୍କୁ ତା ନିଜ ଦୋକାନ ଭିତରକୁ ଯିବା ପାଇଁ ଖୁବ୍ ଅନୁରୋଧ କଲା। କ'ଣ କଲା? ସେ ଯୁବକଟି କାହାକୁ? ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ କ'ଣ, ତାଙ୍କ ଦୋକାନ ଭିତରକୁ ଯିବା ପାଇଁ ଖୁବ୍ ଅନୁରୋଧ କଲା। ବିଦ୍ୟାସାଗର ଯୁବକଟିକୁ ଚାହିଁଲେ, ଚିହ୍ନି ପାରିଲେ ନାହିଁ। କ'ଣ? ସେ ଯୁବକକୁ ଦେଖି ବିଦ୍ୟାସାଗର କ'ଣ, ଯୁବକକୁ ଚିହ୍ନି ପାରିଲେ ନାହିଁ। ଯୁବକଟିର ଆଖି 2ଟି ଲୁହରେ ଭରି ଆସିଲା। କ'ଣ? ଯୁବକଟିର କ'ଣ, ଆଖି 2ଟି ଲୁହରେ ଭରି ଆସିଲା। ସେ ତାଙ୍କୁ ଏହି ସହରରେ କେତେ ବର୍ଷ ତଳେ 1 ଟଙ୍କା ଦେବା ଘଟଣା ମନେ ପକାଇ ଦେଲା। କିଏ? ସେ ଯୁବକଟି। କ'ଣ? ସେ ଯେତେବେଳେ ଛୋଟ ଥିଲା କି ନାହିଁ, ତାଙ୍କୁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଟଙ୍କାଟିଏ ଦେଇଥିଲେ। ସେଇ ଘଟଣାଟି ସେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରକୁ ମନେ ପକାଇ ଦେଲା। କହିଲା, ଆପଣଙ୍କର ସେଇ ଟଙ୍କାରେ ମୁଁ ଫଳ କିଣି ବୁଲି ବୁଲି ବିକ୍ରି କଲି। ପରିଶ୍ରମ କରି ଧୀରେ ଧୀରେ ମୁଁ କିଛି ଟଙ୍କା ମଧ୍ୟ ଜମା କଲି। ପାଖରେ କିଛି ଟଙ୍କା ହୋଇଯିବା ପରେ ଭାବିଲି, କେଉଁଠି ଗୋଟିଏ ଜାଗାରେ ଦୋକାନଟିଏ ଖୋଲିବି। କ'ଣ କଲା ସେ? କ'ଣ କଲା?
ସେ ତାଙ୍କୁ କହିଲା, ଯୁବକଟି ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ କହିଲା, ଆପଣଙ୍କର ସେଇ ଟଙ୍କାରେ ମୁଁ ଫଳ କିଣି ବୁଲି ବୁଲି ବିକ୍ରି କଲି। ପରିଶ୍ରମ କରି ଧୀରେ ଧୀରେ ମୁଁ କିଛି ଟଙ୍କା ମଧ୍ୟ ଜମା କଲି। କ'ଣ ସେ କ'ଣ ଯୁବକଟି ସେ ଟଙ୍କାଟିରେ କ'ଣ କଲା? କିଛି ଫଳ କିଣି ବୁଲି ବୁଲି ବିକ୍ରି କଲା। ପରିଶ୍ରମ କରି ଧୀରେ ଧୀରେ କ'ଣ କଲା? ସେଥିରୁ କିଛି କିଛି ଟଙ୍କା ସଞ୍ଚୟ କଲା, ଜମା କଲା। ପାଖରେ କିଛି ଟଙ୍କା ହୋଇଯିବା ପରେ ଭାବିଲା କ'ଣ କେଉଁଠି ଗୋଟିଏ ଜାଗାରେ ଦୋକାନ ଖୋଲିବି। ଯେତେବେଳେ ତା ପାଖରେ ଟିକେ ଟଙ୍କା ଜମା ହୋଇଗଲା, ସେ କ'ଣ ଭାବିଲା? କେଉଁଠି ଟିକେ ଜାଗା ଦେଖି ମୁଁ ଗୋଟିଏ ଦୋକାନଟିଏ କରିବି ବୋଲି ସେ ଯୁବକଟି ଭାବିଲା। ସେଇ ଟଙ୍କାରେ ମୁଁ ଏବେ ଏଇ ଦୋକାନଟି କରିଛି। ଏହା ହେଉଛି ଆପଣଙ୍କର ସାହାଯ୍ୟର ଫଳ। କ'ଣ କହିଲା? ସେଇ ଟଙ୍କାରେ ମୁଁ ଆଜି ଦୋକାନଟିଏ କରିଛି। ଏହା ହେଉଛି ଆପଣଙ୍କର ସାହାଯ୍ୟର ଫଳ। ସେ ସାହାଯ୍ୟ କରିଥିଲେ କି ନାହିଁ? ଗୋଟିଏ ଟଙ୍କାରୁ ସେ କ'ଣ ଏଡ଼େ ବଡ଼ ଦୋକାନଟିଏ କରିପାରିଲା ସେ ଯୁବକଟି। ସେଇଟା ସେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ କହିଲା। ତାପରେ ଦେଖ, ସେଦିନର ଗରିବ ପିଲାଟିକୁ ଗୋଟିଏ ଦୋକାନର ମାଲିକ ରୂପେ ଦେଖି ବିଦ୍ୟାସାଗରଙ୍କ ମନ ଆନନ୍ଦରେ ଭରିଗଲା। ସେ କ'ଣ ସେଦିନର ସେଇ ପିଲାଟିକୁ ଦୋକାନର ମାଲିକ ରୂପେ ଦେଖି ବିଦ୍ୟାସାଗର ବହୁତ କ'ଣ ହେଲା? ଆନନ୍ଦରେ ଭରିଗଲା। ତାଙ୍କ ମନ ବହୁତ ସେ ଖୁସି ହୋଇଗଲେ। କ'ଣ ଆନନ୍ଦରେ ତାଙ୍କ ମନ ଭରିଗଲା। ତା ପିଠିକୁ ବାରମ୍ବାର ସେ ଥାପୁଡ଼ି ତାକୁ ଧନ୍ୟବାଦ ଦେଲେ। କ'ଣ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପିଲାଟିର ପିଠିକୁ ଥାପୁଡ଼ି ତାକୁ ବାରମ୍ବାର ଧନ୍ୟବାଦ ଦେଲେ। ଯୁବକଟି ତାଙ୍କୁ ଦୋକାନକୁ ଡାକିନେଲା। କ'ଣ ଯୁବକଟି ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ କ'ଣ ତାଙ୍କ ଦୋକାନକୁ ଡାକିନେଲା। ସେଦିନ ତା'ର ସୌଭାଗ୍ୟର ଦିନ। ବିଦ୍ୟାସାଗର ମଧ୍ୟ ସେଠାକୁ ଗଲେ। କ'ଣ ସେଦିନ ତା'ର ସୌଭାଗ୍ୟର ଦିନ। ବିଦ୍ୟାସାଗର ମଧ୍ୟ ସେଠାକୁ ଗଲେ, ତା'ର ଦୋକାନକୁ ଗଲେ। ସେ ଚାହୁଁଥିଲେ ଯୁବକଟି କେମିତି ଉତ୍ସାହିତ ହୋଇ ଆହୁରି ଉନ୍ନତି କରୁ। କ'ଣ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ସେ କ'ଣ ଚାହୁଁଥିଲେ? ସେ ଯୁବକଟି କେମିତି ଆହୁରି ଉନ୍ନତି କରୁ ବୋଲି ସେ ଚାହୁଁଥିଲେ। ବୁଝିପାରିଲ ପିଲାମାନେ? କାହାର ସାହାଯ୍ୟ ଓ ସହାନୁଭୂତିକୁ ଉପଯୁକ୍ତ ଭାବେ କାମରେ ଲଗାଇଲେ ସେଥିରୁ ଉତ୍ତମ ଫଳ ମିଳେ। କ'ଣ କିଏ ଯଦି ତୁମକୁ ସାହାଯ୍ୟ କରିଥିବ, ସେଇ ସାହାଯ୍ୟ ସହାନୁଭୂତିକୁ ଉପଯୁକ୍ତ ଭାବରେ କ'ଣ କାମରେ ଲଗାଇଲେ ସେଥିରୁ ଉତ୍ତମ ଫଳ ମିଳେ। ବୁଝିପାରିଲ ପିଲାମାନେ? ଆଜି ଏତିକି ପଢ଼ିବା। ଆସନ୍ତା କ୍ଲାସରେ ଆମେ ଏହାର ପ୍ରଶ୍ନ ଉତ୍ତର ବିଷୟରେ, ଶବ୍ଦାର୍ଥ ବିଷୟରେ ଆଲୋଚନା କରିବା। ଧନ୍ୟବାଦ।